हाय सांगମାନେ शुभ ସକାଳ ଜୟ ଜଗନ୍ନାଥ। ସକାଳୁ ସକାଳୁ ମାର୍କେଟ ଆସି ଦେଖିଲା ବେଳକୁ ଶୀତ ଏତେ ଜୋର ହେଉଥିଲା ଯେ ଆଉ ଆମ ଶତ୍ରୁଆ ଭାଇ ଟିକେ ଯେଉଁ ନିଆଁ ଲଗାଇଥିଲେ। ତାପରେ ତ ଚା ସାଙ୍ଗରେ ବିସ୍କୁଟ୍ ତ ନ ଖାଇଲେ ହେବନି। ତାପରେ ଆଜି ଯେହେତୁ ସଣ୍ଡେ ମାର୍କେଟ ଥିଲା ତ ମଟନ୍ ଚିକେନ୍ ଦୋକାନ ଭିଡ଼ ଜୋରରେ। ମଟନ୍ ଚିକେନ୍ ଦୋକାନ ଭିଡ଼କୁ ବଦଳକୁ ଇଆଡ଼େ ଚା ଦୋକାନ ବି ଭିଡ଼। ଆଉ କେଉଁଠି ଯୁଆଡ଼େ ଗଲେ ସିଆଡ଼େ ଭିଡ଼। ତାପରେ ଚା ଦୋକାନ ଭିଡ଼ ଯେହେତୁ ପ୍ରକାଶ ଭାଇ ଦୋକାନରେ ଚା ଟିକେ ଆଣି ବିସ୍କୁଟ୍ ଟିକେ କେକ୍ ଟିକେ ଖାଇଦେଲି। ଆଉ ତାପରେ କାଳିଆ ମାଛ ଦୋକାନ ଆସିଲି, ସେଠି ବି ଭିଡ଼। ଆଉ କ'ଣ କରିବି, ରବିବାର ଯେହେତୁ ଭିଡ଼ ଜୋରରେ। ତାପରେ କାଳିଆ କହିଲି ମାଛ ଟିକେ ଦିଅ। ମୋ ବୋଉ କହିଛନ୍ତି ମାଛ କାଳିଆ, ସେଇଠୁ ମୋର କହିଲି କାଳିଆ କହିଲେ କେତେ ଟଙ୍କା, ମୁଁ କହିଲି ଦିଅ ଯାହା ଦେବ ଦିଅ। ମାଛ ଦେଲେ। ତାପରେ ମାଛ ଚୁଙ୍ଗୁଡ଼ି ପଚାରିଲି କେତେ ଟଙ୍କା, ଚୁଙ୍ଗୁଡ଼ି କହିଲା କିଲୋ 550 ଟଙ୍କା। ଇଆଡ଼େ ଜିଅନ୍ତା ମାଛ ବି ଅଛି, ଆପଣ ଯଦି ଚାହିଁବେ ଜିଅନ୍ତା ମାଛ ବି ନେଇପାରିବେ। ତାପରେ ସେ ମାଛ ଦେଖି ତାପରେ କାଳିଆ କହିଲି ମୋ ଚିକେନ୍ ଆଉ ମାଛ ଟିକେ କାଟିଦିଅ। କାଳିଆ ମୋ ମାଛ କାଟିଦେଲେ। ଆଉ ମାଛ କାଟିଲା ପରେ ଆଉ ଏତେ ବଢ଼ିଆ ବଢ଼ିଆ ମାଛ, ଭାକୁର, ରୋହି, ଇଲିଶି ସବୁ ମାଛ ଥିଲା। ଆଉ ମୁଁ କହିଲି କାଳିଆ ଆଉ ମୋତେ ରୋହି ଦିଅ 1 କେଜି। ସିଏ କହିଲେ ହଉ ଠିକ୍ ଅଛି। ତ କାଳିଆ ମୋ ମାଛ ଓଜନ କରିଦେଲେ। ମାଛ ଓଜନ କରିସାରିଲା ପରେ ଘରକୁ ଆସିଲି। ଘରକୁ ଆସିଲା ପରେ ବୋଉ କହିଲି ମାଛ ଭାଜ, ମୁଁ ଖାଇକି କାମକୁ ଯିବି। ବହୁତ ମାଛ ଭାଜି ଆରମ୍ଭ କରିଦେଲା। ଆଉ ମାଛ ତାକୁ ବୋଗଲା ଭଲସେ ଆଣିବୁ ଧୋଇ ଆଣି, ମୁଁ ଧୋଇ ଆଣିକି ବୋଉ ତାର କଢ଼େଇରେ ମାଛ ଭାଜିଦେଲା। ତାପରେ ମାଛ ଭାଜିଲା ପରେ ଆଉଟା ସେପଟରେ ମୁଁ ମୋର କରୁଥିଲି ମାଛ ପାଇଁ ଯେଉଁ ପଡ଼େ ବେସର। ମାଛ ହେଇସାରିଲା ପରେ ବୋଉ କହିଲି ଭାତ ବାଢ଼ିବୁ, ଭାତ ବାଢ଼ିଲା। ତାପରେ ଭାତ ମାଛ ଖାଇଲି। ଆପଣମାନେ ଦେଖନ୍ତୁ ମୋ ବୋଉ ସକାଳୁ ଉଠି ମାଛ କରିସାରିଲାଣି। ଖାଇସାରିଲା ପରେ କାମକୁ ବାହାରିଲି। ଆଉ ଯାଉଛି, ଜୟ ଜଗନ୍ନାଥ। ଲାଇକ୍ ସେୟାର କରିବେ ଆଉ।